समस्त मोर आत्म प्रणाम। आम ध्यान बसी जदि चश्मा पिंधुंट काढ़ी दिंतु। हाथ पात क्रॉस कर जदि चेयर रे बस गोड़ को भी क्रॉस कर दिंतु। सहज भाव में आखि दुईटी को बंद रखंतु। निजर जाउथिबा श्वास एवं आसुथिबा श्वास सह एक हो जातु। आम इनवाइट करबा प्रिय पितामह पत्री जी को, भगवान कृष्ण, महाअवतार बाबा जी, लाहिड़ी महाशय, स्वामी श्री युक्तेश्वर जी, परमहंस योगानंद जी, सबु धर्मर सिद्ध महानुभव, समस्त पिरामिड मास्टर्स मान को श्रद्धार सहित समर्पणर सहित इनवाइट करबा। केवल श्वास श्वास सहायक हेजिबा। ना कौन चिंता, ना कौन विचार, केवल श्वास सहज सरल स्वाभाविक श्वास। आमे आज भगवत गीता विषय आउ किछि अध्याय जानिबा। नैनं छिन्दन्ति शास्त्राणि नैनं दहति पावकः न चैनं क्लेदयन्ति आपो न शोषयति मारुतः। गीतार 2 अध्याय 23 नंबर श्लोक रे अछि। ए आत्मा को ना शस्त्र काटी पारे, ना अग्नि जलाई पारे, ना जल भिजई पारे, ना वायु सुखई पारे। ए निरवयव आत्मा रे यह संभव नुहे, कारण आत्मा अक्लेद्य अटे। आकाश यहाकू निजठी समाहित करि पारे नाही। ए आत्मा अशोष्य, सर्वव्यापक, अचल, स्थिर आउ सनातन अटे। जेमिति 5 आंगुली रे पांडव, कौरव, दुर्योधन, अर्जुन एमाने परस्पर युद्ध करुछन्ति। हेले हाथ गोटी हाथ अलग अलग आंगुली, सेहीपरि गोटी आत्मा सबुठी अलग अलग शरीर। अर्जुन 2टी मौलिक प्रश्न पचारिथिले। प्रथमटी होची सत्य कौन, अन्यटी होची कर्तव्य कौन। अर्जुन कहउछन्ति से तो मोर पितामह, से होछन्ति मोर गुरु,
ସେମାନେ ମୋର ସମ୍ବନ୍ଧୀ, ମୋର ପିଲାମାନେ ମଧ୍ୟ ଅଛନ୍ତି, କଣ କରିବି? କୃଷ୍ଣ କହିଲେ, ସମସ୍ତଙ୍କୁ ହତ୍ୟା କରିଦିଅ, କାରଣ ତମେ କାହାକୁ ମାରିପାରିବ ନାହିଁ। କଣ ହେଇଯିବ? ମୃତ୍ୟୁ କଣ? ଗୀତାର 2 ଅଧ୍ୟାୟରେ 37 ନମ୍ବର ଶ୍ଲୋକରେ ଅଛି, ହतो वा प्राप्स्यसि स्वर्गं जित्वा वा भक्ष्यसे महीम् तस्मादुत्तिष्ठ कौन्तेय युद्धाय कृतनिश्चय। ସେ ଜାଣିଥିଲେ କଣ ହେବ ଜୀବନ ମୃତ୍ୟୁ ପରେ। ଯେତେବେଳେ ତୁମେ ଏହି ଯୁଦ୍ଧରେ ମରିଯିବ, ତୁମେ ସ୍ୱର୍ଗକୁ ଯିବ, ସ୍ୱରରେ ବିଚରଣ କରିବାର କ୍ଷମତା ପ୍ରାପ୍ତ କରିବ। ସ୍ୱାସ୍ଥ୍ୟର ବାହାର ପ୍ରକୃତିରେ ବିଚରଣ କରିବାର ଧାରା ନିରୁଦ୍ଧ ହୋଇଯିବ। ଏ ଶରୀର ତ ପଡି ରହିବ, କିନ୍ତୁ ତୁମେ ଶରୀର ନୁହେଁ, ତୁମେ ହେଉଛ ଆତ୍ମା। ତୁମ ଶରୀରରେ ରହି ସଂଘର୍ଷରେ ସଫଳ ହୋଇଥାଅ, ତ ମହିମ୍ ଅର୍ଥାତ୍ ସବୁଠୁ ମହାନ ବ୍ରହ୍ମର ମହିମାର ଉପଭୋଗ କରିବ। ମହାମହିମର ସ୍ଥିତି ପ୍ରାପ୍ତ ହେବ। ଜିତିବ ତ ସର୍ବସ୍ୱ, ହାରିବ ତ ଦେବତ୍ୱ। ହାନିରେ ବି ଲାଭ ହିଁ ଅଛି। ସେଥିପାଇଁ ହେ ଅର୍ଜୁନ, ତୁମେ ଯୁଦ୍ଧ ପାଇଁ ଛିଡା ହୁଅ। ସତ୍ୟ କଣ? ମୃତ୍ୟୁର ସତ୍ୟତା କଣ? ତୁମେ ସ୍ୱରରେ ବିଚରଣ କରିବ, ସ୍ୱର୍ଗକୁ ଯିବ। ସେଥିପାଇଁ କର୍ତ୍ତବ୍ୟ ହେଉଛି ଯୁଦ୍ଧ କର, ନିଷ୍ଠାର ସହ ଯୁଦ୍ଧ କର। ଏହା ହେଉଛି କର୍ତ୍ତବ୍ୟ। ଯେହେତୁ ତାହା ସତ୍ୟ, ତୁମେ ଏହା କର। ଜିତ କି ହାର, ଯୁଦ୍ଧ କର। ଜିତିଲେ ବି ତୁମେ ବିଜୟ ଲାଭ କରିବ, ହାରିଲେ ବି ବିଜୟ ଲାଭ କରିବ। ଯେତେବେଳେ ତୁମେ ମୃତ୍ୟୁବରଣ କରିବ, ତୁମେ ସୂକ୍ଷ୍ମ ଲୋକ, କାରଣ ଲୋକ, ମହାକାରଣ ଲୋକକୁ ଯାତ୍ରା କରିବ। ତୁମର ଆତ୍ମାର ଉନ୍ନତି ଅନୁସାରେ ଯଦି ତୁମେ ଇଚ୍ଛାରେ ପୂର୍ଣ୍ଣ, ତୁମେ ସୂକ୍ଷ୍ମ ଲୋକକୁ ଯିବ। ଯଦି ତମେ ଅନୁସନ୍ଧାନରେ ପୂର୍ଣ୍ଣ, ପ୍ରଶ୍ନରେ ପୂର୍ଣ୍ଣ, ତାହେଲେ କାରଣ ଲୋକକୁ ଯିବ। ଯଦି ତୁମେ ଉତ୍ତରରେ ପୂର୍ଣ୍ଣ, ତେବେ ତୁମେ ମହାକାରଣ ଲୋକକୁ ଯିବ। ସବୁ ହେଉଛି ସ୍ୱର୍ଗ। ସ୍ୱର୍ଗ ଅର୍ଥ ସୁବର୍ଗ, ସ୍ୱର୍ଗ। ବର୍ଗ ହେଉଛି ପ୍ରକାର। ଏହି ପୃଥିବୀ ଲୋକ ତୁଳନାରେ ଅନ୍ୟ ବର୍ଗ, ଅନ୍ୟ ପ୍ରକାରର ମଧ୍ୟ ରହିଛି। ସେଠାରେ କଣ ହୁଏ? ଗୀତାର 9ମ ଅଧ୍ୟାୟର 21 ନମ୍ବର ଶ୍ଲୋକରେ ଅଛି, ते तं भुक्त्वा स्वर्गलोकं विशालम् क्षीणे पुण्ये मर्त्यलोकं विशन्ति एवं त्रया धर्मानुपन्ना गतागतं कामकामा लभन्ते। ते ସେ ସ୍ୱର୍ଗଲୋକ, ସମସ୍ତ କାରଣ ଲୋକ, ତ୍ୱମ୍ ତୁମେ, ଭୁକ୍ତ୍ୱା ଏଞ୍ଜୟ କରି, କ୍ଷୀଣେ ପୁଣ୍ୟେ ତୁମର ସମୟ ସେ ଲୋକମାନଙ୍କରେ ସରିଗଲା ପରେ ତୁମକୁ ପୁନର୍ବାର
ଏହି ମର୍ତ୍ତ୍ୟ ଲୋକକୁ ଆସିବାକୁ ପଡ଼ିଥାଏ। ଏହି ପ୍ରକ୍ରିୟାରେ ତ୍ରୟୀ ଧର୍ମର ବାରମ୍ବାର ଯିବା ଆସିବା ଅର୍ଥାତ୍ ପୁନଃ ଜନ୍ମ ପ୍ରାପ୍ତ କରିଥାନ୍ତି। ତୁମେ ଯେ ଏ ପୃଥିବୀକୁ ଇଚ୍ଛା ବୃତ୍ତି ପାଇଁ ଆସ, ଯେତେବେଳେ ତାହା ପୂର୍ଣ୍ଣ ହୁଏନି, ତୁମେ ସେଇ ଲୋକକୁ ପୁନର୍ବାର ଯାଇଥାଅ। ତୁମେ ଏଠି ଉତ୍ତର ପାଇବା ପାଇଁ ଆସ, ପୁଣି ଯଦି ପ୍ରଶ୍ନ କର ସେଠାକୁ ଯାଅ। ଯେଉଁ ପର୍ଯ୍ୟନ୍ତ ତୁମର ସମସ୍ତ କାମନାର ପୂର୍ତ୍ତି ନ ହୋଇଛି, ସବୁ କାର୍ଯ୍ୟ ସମାପ୍ତ ନ ହୋଇଛି, ତୁମେ ସେ ଉପର ଲୋକକୁ ଯିବ। ସବୁ କାର୍ଯ୍ୟ ସରିଗଲା ପରେ ପତ୍ରିଜୀଙ୍କ ସ୍ଥିତିକୁ ଯାଇପାରିବ। ଏଥିରେ ତିନି ଧର୍ମ କଣ? ଅନୁପ୍ରପନ୍ନା ପ୍ରଥମ ଧର୍ମ ହେଉଛି, ଯଦି ତୁମର ଡିଜାୟାର କାମନା ବା ଇଚ୍ଛା ଅଛି, ତାକୁ ପୂରଣ କର। ଯଦି ପ୍ରଶ୍ନ ଅଛି, ତାର ଆନ୍ସାର ଖୋଜ। ବହୁତ ଜଣଙ୍କର କାମନା ଥାଏ, କିନ୍ତୁ ସେମାନେ ନିଜର କାମନା ପୂର୍ତ୍ତି ପାଇଁ ଭୟ କରିଥାନ୍ତି। ବହୁତ ଜଣଙ୍କର ପ୍ରଶ୍ନ ରହିଛି, ସେମାନେ ତାକୁ ପଚାରିବା ପାଇଁ ଭୟ କରନ୍ତି। ବହୁତ ଜଣଙ୍କର ଉତ୍ତର ରହିଛି, ସେମାନେ ଶିକ୍ଷା ଦେବାକୁ ଭୟ କରନ୍ତି। ଓଶୋଙ୍କର ସବୁ ପ୍ରଶ୍ନର ଉତ୍ତର ଥିଲା। ସେ ତାକୁ ସମସ୍ତଙ୍କୁ ଶିକ୍ଷା ଦେବାକୁ ବାହାରିଥିଲେ। ସେହିପରି ଓଶୋଙ୍କ ପରି ଫେରି ଆସନ୍ତି ସମସ୍ତଙ୍କ ଉତ୍ତର ଦେବାକୁ। ଏହି ତିନି ଧର୍ମ, ଡିଜାୟାର, କଜ୍, ଟ୍ରୁଥ୍, ସୁପ୍ରାକାଜୁଆଲ, ସବୁ ଆନ୍ସର ଶିକ୍ଷା ଦେବାକୁ ଆସନ୍ତି। ଯେତେବେଳେ ନିଜର ସବୁ ପ୍ରଶ୍ନର ଉତ୍ତର ପାଇଯାଆନ୍ତି, ଯାହାକି ପ୍ରତ୍ୟେକ ପିରାମିଡ ମାଷ୍ଟରଙ୍କର ସ୍ଥିତି। କେବଳ ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ହିଁ ତୁମେ ମୁକ୍ତି ପାଇବ। ଜଣେ ମନୁଷ୍ୟ ଯିଏ ଯୋଗୀ, ତାଙ୍କୁ ଅରିହନ୍ତ କୁହାଯାଏ। ଯିଏ ଶିକ୍ଷା ଦେଇଥାଏ, ତାକୁ ତୀର୍ଥଙ୍କର କୁହାଯାଏ। ଯେତେବେଳେ ପୂର୍ଣ୍ଣ ଶିକ୍ଷା ସମାପ୍ତ ହୋଇଯାଏ, ତାଙ୍କୁ ବୃଦ୍ଧ କୁହାଯାଏ। ଯେଉଁ ପର୍ଯ୍ୟନ୍ତ ବୁଦ୍ଧତ୍ୱ ପ୍ରାପ୍ତି ନ ହୋଇଛି, ସେ ପର୍ଯ୍ୟନ୍ତ ତୁମେ ପୁନର୍ବାର ଆସିବ। ଯେ ପର୍ଯ୍ୟନ୍ତ ତୁମର ସବୁ ଉତ୍ତର ନ ମିଳିଛି, ତୁମ ମନରେ ପ୍ରଶ୍ନ ଅଛି, ତୁମେ ପୁନର୍ବାର ଏଠିକି ଆସିବାକୁ ପଡ଼ିବ। ତୁମକୁ ଯଦି ସେଇ ସ୍ଥିତିରେ ପହଞ୍ଚିବାକୁ ପଡ଼ିବ, ଯାହାପରେ ତୁମେ ଆଉ ଆସିବନି। ଯେତେବେଳେ ତୁମେ ପତ୍ରିଜୀଙ୍କ ସ୍ଥିତିରେ ପହଞ୍ଚିଯିବ, ସେତେବେଳେ ତୁମକୁ ଆଉ ଆସିବାକୁ ପଡ଼ିବ ନାହିଁ। ପତ୍ରିଜୀଙ୍କର ସେଇ ସ୍ଥିତି, ଯାହାପରେ ତାଙ୍କୁ ପୁନର୍ବାର ଆସିବାକୁ ପଡ଼ିବନି। ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନୋ ଅର୍ଜୁନ ମାମୋପେ
यतु कौन्तेय पुनर्जन्म न विद्यते। ଦ୍ୱିତୀୟ ଅଧ୍ୟାୟର 16 ନମ୍ବର ଶ୍ଲୋକରେ ଅଛି। ଯଦି ତୁମେ ମୋର ଅବସ୍ଥା ମୋର ସ୍ଥିତିକୁ ପ୍ରାପ୍ତ କରିବ ତୁମକୁ ପୁନର୍ବାର ଆସିବାକୁ ପଡ଼ିବନି। ଯଦି ବ୍ରହ୍ମଲୋକକୁ ମଧ୍ୟ ଯିବ, ବ୍ରହ୍ମଲୋକ କ'ଣ? ଭୂଲୋକ, ଭୁବରଲୋକ, ସୁବରଲୋକ, ଜନାଲୋକ, ମହାଲୋକ, ତପଲୋକ, ସତ୍ୟଲୋକ, ଏହି 7 ଲୋକ। ତପଲୋକ ହେଉଛି ବ୍ରହ୍ମଲୋକ। ତୁମେ ବହୁତ ଧ୍ୟାନ କରୁଛ, ତୁମେ ତୁମର ନିଜର ସବୁ ଉତ୍ତର ପାଇଯାଇଛ, କିନ୍ତୁ ତୁମେ କାହାକୁ କହୁନାହ। ତୁମେ ସମସ୍ତଙ୍କୁ ଶିକ୍ଷା ଦେବାକୁ ପଡ଼ିବ। ତୁମେ ଦିନକୁ 2 ଓଳି ଖାଇବାକୁ ନ ପାଅ, କିନ୍ତୁ ତୁମେ ସମସ୍ତଙ୍କୁ ଶିକ୍ଷା ଦିଅ। ଯେପର୍ଯ୍ୟନ୍ତ ତୁମେ ତାହା କରିନାହ ତୁମକୁ ପୁନର୍ବାର ଆସିବାକୁ ପଡ଼ିବ। ଜଣେ ପରଫେକ୍ଟ ବୁଦ୍ଧ, ଜଣେ ପରଫେକ୍ଟ ଟିଚର ପରେ ତୁମକୁ ଆସିବାକୁ ପଡ଼ିବନି, କାରଣ ତୁମେ ସବୁ ଉତ୍ତର ଦେଇ ସାରିଛ। ଯେଉଁ ପର୍ଯ୍ୟନ୍ତ ତୁମେ ଉତ୍ତର ଦେଇନାହ ତୁମେ କିପରି ପାଇପାରିବ? ମୁଁ ଜଣଙ୍କ ପାଖକୁ ଯିବାକୁ ଚାହୁଁଛି, କିନ୍ତୁ ମୁଁ ତାର ଆଡ୍ରେସ୍ ଜାଣିନି, ତାହେଲେ ମୁଁ କେମିତି ପାଇବି? ସେଥିପାଇଁ ଯେଉଁମାନେ ଜାଣିଛନ୍ତି ସେମାନଙ୍କ କର୍ତ୍ତବ୍ୟ ହେଉଛି ଯେ ସେ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବେ। ସବୁ ଇଚ୍ଛା ପୂର୍ଣ୍ଣ କରିବ, ସବୁ ପ୍ରଶ୍ନ ପଚାରିବ, ସମସ୍ତଙ୍କ ଆନ୍ସରକୁ ଦେବାକୁ ଲାଗିବ। ଏଇ 3 କାରଣ ପାଇଁ ଆମେ ଏଠି ପୁନର୍ବାର ଆସୁଛେ ଆଉ ଯାଉଛେ। ଏଇ 3ଟି ଜିନିଷ ପୂର୍ଣ୍ଣ ହୋଇଗଲେ ତୁମକୁ ଆସିବାକୁ ପଡ଼ିବନି। ପୁନର୍ଜନ୍ମ ନ ବିଦ୍ୟତେ, ପୁନର୍ଜନ୍ମ ଆଉ ତୁମର ହେବ ନାହିଁ। ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦିଅ। ପତ୍ରିଜୀଙ୍କ ସ୍ଥିତିକୁ ଆସିଯାଅ, ତୁମକୁ ପୁନର୍ବାର ଆସିବାକୁ ପଡ଼ିବନି। ତୁମକୁ ସେଇ ସ୍ଥିତିରେ ପହଞ୍ଚିବାକୁ ପଡ଼ିବ ଯାହା ପରେ ତୁମକୁ ଏଠି ଆସିବାକୁ ପଡ଼ିବନି। ଫାର୍ଷ୍ଟ ଷ୍ଟେଜ୍ ଫୁଲଫିଲିଂ ଦ ଡିଜାୟାର୍ସ। ତୁମକୁ ଧ୍ୟାନ କରିବାକୁ ପଡ଼ିବ। କ'ଣ ତୁମେ କରିବାକୁ ଚାହଁ ଏହା ଜାଣିବା ପାଇଁ? କ'ଣ କହିବ, କ'ଣ କହିବନି, କ'ଣ କରିବ, କ'ଣ ନ କରିବ, କ'ଣ ଶିକ୍ଷା ଦେବ, କ'ଣ ଦେବ ନାହିଁ, ସବୁ ଜାଣିବା ପାଇଁ। କିପରି ଅନ୍ୟମାନଙ୍କ ଜୀବନରେ ହସ୍ତକ୍ଷେପ କରିବ ନାହିଁ। ଯଦି ତୁମେ ଜାଣିବାକୁ ଚାହୁଁନାହ ତୁମେ କେବେ ଜାଣିପାରିବ ନାହିଁ। ତୁମେ କରିଚାଲ, ବହୁତ ଜନ୍ମ ନେବାକୁ ପଡ଼ିବ। ଗତାଗତ, ଜୀବ ଆସିବ, ଜୀବ ଆସିବ। କାମ ଅକାମ ଲଭନ୍ତେ, କାମ ଡିଜାୟାର, ଅକାମ ଫୁଲଫିଲ୍ ଡିଜାୟାର୍ସ। ପତ୍ରିଜୀଙ୍କ ଗୋଟେ ଏକ୍ସପେରିଏନ୍ସ। 1985 ପତ୍ରିଜୀ ନିଜ ଅଫିସକୁ ଯାଉଥିଲେ, ଘରୁ ଅଫିସକୁ ସ୍କୁଟର ସାହାଯ୍ୟରେ। ସେଇ ବଡ଼ ସେଇ ରାସ୍ତାରେ ଜଣେ ବଡ଼ ମଣିଷ କହୁଥିଲେ, ସବୁ ଗାଡ଼ି ସେଠି ଥିଲା। ଯେତେବେଳେ ପତ୍ରିଜୀ ସେଠିକୁ ଗଲେ, ଏତେ ଜାମ୍ କ'ଣ ପାଇଁ? ପତ୍ରିଜୀ କହିଲେ, ଆରେ ମୁଁ ଏଇ ବଡ଼ ମଣିଷକୁ ତ କେବେ ଦେଖିନି, କେତେ ସୁନ୍ଦର ସୁଯୋଗ, ମୋତେ କେଉଁଠି ଯିବାକୁ ପଡ଼ୁନାହିଁ, ମୋ ନିଜ ରାସ୍ତାରେ ମୁଁ ଦେଖିପାରୁଛି। ସେ କିଛି କହୁଥିଲେ, କ'ଣ କହୁଛନ୍ତି ଶୁଣିବାକୁ ସେ ଗଲେ। 5 ମିନିଟ୍ ପରେ ପୁଣି ଅଫିସ ପଳେଇଲେ, କିନ୍ତୁ କିଛି ଇଚ୍ଛା ନଥିଲା ସେଇ ବ୍ୟକ୍ତି ପଛରେ ଯିବାକୁ।
ଯଦି ଇଚ୍ଛା ଥାନ୍ତା ତାହେଲେ ସେ ଅଫିସକୁ କ୍ୟାନସେଲ କରି ସେଠାରେ ରହିପାରିଥାନ୍ତେ। କେବଳ ଡିଜାୟାର ପାଇଁ ସେ କିଛି ସମୟ ରହିଲେ। ଲ୍ୟାକ୍ ଅଫ୍ ଡିଜାୟାର ପାଇଁ ସେ ପୁଣି ଚାଲିଗଲେ। ଆମେ ଏ ପୃଥିବୀକୁ କଣ ପାଇଁ ଆସିଛେ? କାରଣ ଆମର ଡିଜାୟାର ଅଛି। ସେଥିପାଇଁ ଆମେ ଏଠି ଆସିଛେ। ଆମ ନିଜର କାମନା ପୂର୍ତ୍ତି ପାଇଁ ଆମେ ଏଠି ଆସିଛେ। ଯଦି ଆମର କାମନା ନଥାନ୍ତା ଆମେ ଏଠି ଆସିପାରିନଥାନ୍ତେ। ଯେବେ ଇଚ୍ଛା ପୂର୍ତ୍ତି ହୁଏ ନାହିଁ ତେବେ ଡିଜାୟାର ଆହୁରି ବଢିଯାଏ। ଅଧିକ ଡିଜାୟାର ନେଇ ଜନ୍ମ ନିଅନ୍ତି। ଆମେ ମହାନ ଲକ୍ଷ୍ୟ, ନିର୍ବାଣ, ଗ୍ରେଟ୍ ଗୋଲ୍, ଏନଲାଇଟେନମେଣ୍ଟ ଦେଇ ଏଠି ଆସିଛନ୍ତି। ଶୂନ୍ୟ ସ୍ଥିତି ପାଇଁ ପୁଣି ଆସିଛନ୍ତି। ମୁଁ ଆଉ ମୋର ଭାବ ମିଟେଇବା ପାଇଁ ଏଠି ଆସିଥାନ୍ତି। ଯେଉଁ ପର୍ଯ୍ୟନ୍ତ ତାହା ନ ହେଇଛି ତୁମେ ପୁନର୍ବାର ଏଠିକି ଆସିବ। ପୁନରପି ଜନନମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍। ତୁମେ ନିଜ ଅନୁସାରେ ଏଠିକି ଆସିଥାଅ। ତୁମେ ନିଜ ବାସ୍ତବିକତାକୁ ନିଜେ ସୃଜନ କର। ଯଦି ତୁମେ ଠିକରେ ପ୍ରଶ୍ନ ପଚାରିବନି ତେବେ ତୁମେ ଉତ୍ତର ବି ପାଇବ ନାହିଁ। ସେଥିପାଇଁ ତୁମର ଜ୍ଞାନର ପରିସରକୁ ବୃଦ୍ଧି କରିବାକୁ ପଡ଼ିବ। ସବୁଥି ପ୍ରତି ଆମେ ଏଫିସିଏଣ୍ଟ ହେବାକୁ ପଡ଼ିବ। ଅର୍ଜୁନ ସମସ୍ତଙ୍କୁ ମାରିବା ପାଇଁ ଦକ୍ଷ ଥିଲେ। ସେଥିପାଇଁ ତୁମକୁ ନିଜକୁ ନିଜେ ସାହାଯ୍ୟ କରିବାକୁ ପଡ଼ିବ। ଯେଉଁ ପର୍ଯ୍ୟନ୍ତ ତୁମେ ପୂର୍ଣ୍ଣ ରୂପେ ନିଜକୁ ସାହାଯ୍ୟ କରୁନାହଁ ତୁମେ ଏଠାକୁ ବାରମ୍ବାର ଆସିବ। ଯେଉଁ ପର୍ଯ୍ୟନ୍ତ ତୁମେ ସମ୍ପୂର୍ଣ୍ଣ ରୂପେ ନିଜକୁ ସାହାଯ୍ୟ କରୁଛ ସମସ୍ତ କାମନାକୁ ପୂର୍ଣ୍ଣ କର। ଗୋଟିଏ ମାତ୍ର ସଠିକ ମାର୍ଗ ଅଛି ସବୁ ଇଚ୍ଛାକୁ ପୂରଣ କରିବା ପାଇଁ। न जायते म्रियते वा कदापि त्रायं भूत्वा भवित्वा वा न भूयः अजो नित्यः शाश्वतोऽयं पुराणो न हन्यते हन्यमाने शरीरे। 2 ଅଧ୍ୟାୟ 20 ନମ୍ବର ଶ୍ଲୋକରେ ଅଛି କି ଏହି ଆତ୍ମା କେଉଁ କାଳରେ ନା ତ ଜନ୍ମ ଗ୍ରହଣ କରେ ନା ମୃତ୍ୟୁବରଣ କରେ। କାରଣ ଏହା କେବଳ ବସ୍ତ୍ର ବଦଳାଇଥାଏ। ଅନେକ ବସ୍ତ୍ର ବଦଳାଇଥାଏ। ନା ଆତ୍ମା ହୋଇ ଅନ୍ୟ କିଛି ହେବାକୁ ଅଛି। କାରଣ ଏହା ଅଜନ୍ମା, ନିତ୍ୟ, ଶାଶ୍ୱତ ଆଉ ପୁରାତନ ଅଟେ। ଶରୀରର ନାଶ ହେବା ପରେ ଆତ୍ମାର ନାଶ ହୁଏ ନାହିଁ। ଆତ୍ମା ହେଉଛି ସତ୍ୟ, ଆତ୍ମା ହେଉଛି ପୁରାତନ, ଆତ୍ମା ହେଉଛି ଶାଶ୍ୱତ ଆଉ ସନାତନ। ସନାତନ ହେଉଛି ଆତ୍ମା। ଆତ୍ମା ପରମାତ୍ମା ବ୍ରହ୍ମ ଏକ। ଶାଶ୍ୱତ ଧର୍ମର ଉପାସକ ଆମେ। ଦେଶ ବିଦେଶରେ ମାନବ ମାତ୍ରରେ
ଆତ୍ମା ଏକା ପରି। ଭଗବତ ଗୀତା ବହୁତ ସାରା ମୂର୍ତ୍ତିରେ ପରିପୂର୍ଣ୍ଣ। ଯଦି ଧ୍ୟାନ କରୁଛ, ଗୀତା ପଢୁନ, ତାହେଲେ ତୁମକୁ ଗୀତା ଅଧ୍ୟୟନ କରିବାକୁ ପଡିବ। ଯଦି ଗୀତା ପଢୁଛ, ଧ୍ୟାନ କରୁନ, ତାହେଲେ ତମେ ଧ୍ୟାନ କର। ଆଜି ହଉଛି ମହାନ ଦିନ। ଆମେ ଭଗବତ ଗୀତା ପଢୁଛୁ ଆଉ ଧ୍ୟାନ କରୁଛୁ ମଧ୍ୟ। ଧ୍ୟାନ ହେଉଛି ସମସ୍ତ ଇଚ୍ଛା ପୂର୍ତ୍ତି କରିବା ପାଇଁ ଆଧ୍ୟାତ୍ମିକ ଅନୁଭୂତିର ସହିତ। ସମସ୍ତଙ୍କର ଇଚ୍ଛା ରହିଛି ସୁନ୍ଦର ସୁନ୍ଦର ଅନୁଭୂତି ପାଇଁ। ସମସ୍ତେ ଧ୍ୟାନ କରିବା ନିହାତି ଆବଶ୍ୟକ। କାମନା ପୂର୍ତ୍ତି ନିମନ୍ତେ ସବୁଦିନ ଧ୍ୟାନ କରିବାକୁ ହେବ। ଆଖି ବନ୍ଦ କରି କେବଳ ଶ୍ୱାସ ହେଇକି ସବୁ ଧର୍ମରୁ ବାହାରି ଯିବା। ଧ୍ୟାନକୁ ପ୍ରବେଶ କରିବା ପୂର୍ବରୁ ସବୁ ସମ୍ପ୍ରଦାୟର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିଛି। ତୁମେ ସବୁ ଗୋଲରୁ ବାହାରକୁ ଆସିବାକୁ ପଡିବ। ବିଭିନ୍ନ ମତର ଅର୍ଥ, ମୁଡ୍ ଅଫ୍ ଦ ମାଇଣ୍ଡ, ଧ୍ୟାନ ସବୁ ମନର ଲକ୍ଷ୍ୟରୁ ବାହାରି ଆସିବ। ମନର ପ୍ରତ୍ୟେକ ତରଙ୍ଗରୁ ବାହାରକୁ ଆସିବ। ତୁମେ ମନର ପରିଧିର, ମନର ଲିମିଟରୁ ଊର୍ଦ୍ଧ୍ୱକୁ ଯିବା ଦରକାର। ଲିମିଟ ଟୁ ଲିମିଟଲେସ୍। ସଙ୍ଗୀତ ଦ୍ୱାରା ଅନାବଶ୍ୟକ ଚିନ୍ତାରୁ ମୁକ୍ତ ହୋଇଥାନ୍ତି ଆମେ। ତାପରେ ତୁମେ ଧ୍ୟାନର ଗଭୀରତାକୁ ପ୍ରବେଶ କରିପାରିବ ସଙ୍ଗୀତ ସହିତ। ଶ୍ୱାସ ସହିତ ଏକ ହୋଇଯାଅ। ଆଖି ବନ୍ଦ କରିବା ଦରକାର। କାହିଁକି ନା ଆମର ଆଇଲିଡ୍ ଅଛି, ଆଖି ପତା ଅଛି, କିନ୍ତୁ କାନ ବନ୍ଦ କରିବା ପାଇଁ ଇୟର ଲିଡ୍ ନାହିଁ। ସେଥିପାଇଁ କାନକୁ ସବୁବେଳେ ଖୋଲା ରଖିବା ଆଉ ସଙ୍ଗୀତ ଶୁଣିବା ପାଇଁ। ଯଦି ଆଖି ବନ୍ଦ ରଖୁଛେ, ଆମ ଭିତରକୁ ଦେଖୁଛେ, ଅନ୍ତର୍ମୁଖୀ ହେଉଛେ, ଅନ୍ତର୍ଧ୍ୱନିକୁ ଶୁଣୁଛେ, ତାହା ହେଉଛି ଧ୍ୟାନ। ଆମେ ଶରୀର ନୁହେଁ ଇଲେକ୍ଟ୍ରନ ପ୍ରୋଟନ ଦ୍ୱାରା। ଆମେ ତ ଶୁଦ୍ଧ ଚୈତନ୍ୟ, ଶୁଦ୍ଧ ଚୈତନ୍ୟ ସତ୍ତା, ଶୁଦ୍ଧ ଚୈତନ୍ୟ ଶକ୍ତି, ଅଜନ୍ମା। ଆମେ ଅବିନାଶୀ, ନିତ୍ୟ, ଶାଶ୍ୱତ, ସତ୍ୟ। କେବଳ ମାତ୍ର ଶରୀରକୁ ବସ୍ତ୍ର ପରି ଆମେ ଧାରଣା କରୁଛନ୍ତି, କିନ୍ତୁ ଆମେ ଶରୀର ନୁହେଁ। ଏହି ସତ୍ୟକୁ ଜାଣିବା ପାଇଁ ଆମକୁ ଅନ୍ତର୍ମୁଖୀ ହେବାକୁ ପଡିବ। ମନର ସବୁ ମତର ବିୟଣ୍ଡ ଯିବାକୁ ପଡିବ। ତୁମକୁ ମନକୁ ଶୂନ୍ୟ କରି ଆନାପାନ ସତି ଧ୍ୟାନରେ ଲଗାଇବାକୁ ହିଁ ପଡିବ। ଧ୍ୟାନର ଜ୍ଞାନ, ଜ୍ଞାନର ମୁକ୍ତି। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଧ୍ୟାନ କରିବାକୁ। ଅର୍ଜୁନ କହିଲେ ଆମେ କେମିତି ଧ୍ୟାନ କରିବା? ବହୁତ କଷ୍ଟ ଧ୍ୟାନ କରିବା। କେମିତି ଧ୍ୟାନ ମୁଁ କରିବି? ମନ ତ ଏତେ ଶକ୍ତିଶାଳୀ। କେମିତି ମନକୁ ନିୟନ୍ତ୍ରଣ କରିବା? କେମିତି ମନକୁ ଅତିକ୍ରମ କରିବା? ଚଞ୍ଚଳମ୍ ହି କୃଷ୍ଣ ପ୍ରମାଥି ବଳବଦୃଢମ୍ ତସ୍ୟାହମ୍ ନିଗ୍ରହମ୍ ମନ୍ୟେ ବାୟରିବ ସୁଦୁଷ୍କରମ୍। ଅଧ୍ୟାୟ 4 ଶ୍ଲୋକ 34 ନମ୍ବର। ଏହା ହେଉଛି ନନ୍ ୟୋଗୀର ପ୍ରଶ୍ନ ଉତ୍ତର ଜଣେ ମହାଯୋଗୀ, ଯୋଗୀଶ୍ୱର। ଲୋକମାନେ କୁହନ୍ତି ଯେ ମନ ବହୁତ ଚଞ୍ଚଳ, ଧ୍ୟାନ ବହୁତ କଷ୍ଟ, କିନ୍ତୁ ଏହା ଅସମ୍ଭବ ନୁହେଁ। ଆମକୁ ଅଭ୍ୟାସ କରିବାକୁ ହିଁ ପଡିବ। ଯଦି ଲକ୍ଷ୍ୟ ରଖୁଛେ ତେଲୁଗୁ ଶିଖିବା ପାଇଁ, ତାହେଲେ ତୁମେ ତେଲୁଗୁ ଆସାନରେ ଶିଖିପାରିବ। ଆମକୁ ପ୍ରଥମେ ନିର୍ଣ୍ଣୟ କରିବାକୁ ପଡିବ। ଯଦି ଆମକୁ ଧ୍ୟାନୀ ବନିବାକୁ ଅଛି, ଯୋଗୀ ବନିବାକୁ ଅଛି, ଯୋଗୀଶ୍ୱର ବନିବାକୁ ଅଛି, ସର୍ବପ୍ରଥମେ ଆମକୁ ନିର୍ଣ୍ଣୟ ନେବାକୁ ହିଁ ପଡିବ। ଯଦି ଫ୍ଲୁଟ ବାଦକ ହେବାକୁ ଚାହୁଁଛନ୍ତି, ସର୍ବପ୍ରଥମେ
ନିୟନ୍ତ୍ରଣକୁ ଆସିବାକୁ ପଡ଼ିବ। କିଛି ବି ଅସମ୍ଭବ ନୁହେଁ, ସବୁ ସମ୍ଭବ ଯଦି ଆମେ ଆନ୍ତରିକତାର ସହିତ ସିରିୟସନେସ୍ ସହିତ ଅଛୁ। ଆନ୍ତରିକତା ଦରକାର। ଯଦି ଚାହିଁବ ହେଲେ ସେଥିରେ ଆନ୍ତରିକତା ନଥିବ ତାହେଲେ କେମିତି ହବ? ଯଦି ଅଭ୍ୟାସ କରିବ ତାହେଲେ ନିଶ୍ଚୟ ଯୋଗୀଶ୍ୱର ବନିପାରିବ। ସିନସିୟର ହେଲେ ଯାଇକି ସବୁ କିଛି ପାଇପାରିବ। ତାହେଲେ ଯାଇ ସେ ଦିଗରେ ଅଗ୍ରସର ପ୍ରୋଗ୍ରେସ କରିପାରିବ। ଅର୍ଜୁନ ମନର ତୁଳନା ବାୟୁ ସହିତ କରୁଛନ୍ତି। ବାୟୁର ଶରୀର, ବାୟୁର ଅର୍ଥ ଶ୍ୱାସ ଅଟେ। ମନ ଚଞ୍ଚଳ, ଅସ୍ଥିର, ଉପଦ୍ରବୀ, ଶକ୍ତିଶାଳୀ। ଯଦି ଶରୀର ଘରେ ଅଛି, ମନ ଅଫିସରେ ଅଛି। ଯଦି ଶରୀର ଅଫିସରେ ଅଛି, ମନ ଘରେ ଅଛି, ଏହାକୁ କିପରି ଏକତ୍ୱକୁ ଆଣିବା? କେମିତି ମନକୁ କଣ୍ଟ୍ରୋଲ କରିବା? ଆମକୁ ସିନସିୟରିଟି ଆଉ ସିରିୟସନେସ୍ ସହିତ ଚେଷ୍ଟା କରିବାକୁ ପଡ଼ିବ। ଯେମିତି ଚଳଚ୍ଚିତ୍ର ପାଇଁ, ସିନେମା ଦେଖିବା ପାଇଁ ସିରିୟସ୍ ଥାଆନ୍ତି, ସେମିତି ଧ୍ୟାନ ପାଇଁ ମଧ୍ୟ ସିରିୟସ୍ ହୁଅ। ସବୁ କିଛି ଭୁଲିଯାଅ, କେବଳ ଧ୍ୟାନ। ଧ୍ୟାନ ପାଇଁ ସମୟ। ସିନସିୟରନେସ୍ ଆଉ ସିରିୟସନେସ୍ ହେଲେ ଯାଇକି ତୁମେ ବୁଦ୍ଧ ହେଇପାରିବ। କିଛି ପାଇବାକୁ ହେଲେ କିଛି ହରେଇବାକୁ ପଡ଼େ, ରୋକିବାକୁ ପଡ଼େ, ଡ୍ରପ୍ କରିବାକୁ ପଡ଼େ। ଯଦି 10 ତାରିଖରେ ଗୀତା ବିଷୟରେ କହୁଛି, ତାହେଲେ ମୋତେ ଅନ୍ୟ ସବୁ ବିଚାରକୁ ବନ୍ଦ କରିବାକୁ ପଡ଼ିବ। ଗୋଟିଏ ସମୟରେ ଦୁଇଟା ଜାଗାରେ ରହିପାରିବନି। ଆଟେନସନ ଗୋଟିଏ ଜାଗାରୁ ହଟେଇ ଧ୍ୟାନରେ କେନ୍ଦ୍ରିତ କରିବାକୁ ପଡ଼େ। ଅଦରକାରୀ ଜିନିଷରୁ ଧ୍ୟାନ ହଟେଇବା ହେଉଛି ବୈରାଗ୍ୟ। ଯେତେବେଳେ ସ୍ୱାମୀକୁ ଚାହୁଁଛ, ତାହେଲେ ପିତାମାତାଙ୍କୁ ଛାଡ଼ିବାକୁ ପଡ଼ିବ। ଯଦି କୌଣସି ଜିନିଷ ଶରୀର ଭାବରେ ପାଇବାକୁ ଚାହୁଁଛ, ସମ୍ପୂର୍ଣ୍ଣ ରୂପେ ପଢ଼ିବାକୁ ପଡ଼ିବ। ସମ୍ପୂର୍ଣ୍ଣ ରୂପେ ପଢ଼ିବା, ଯାହା ତୁମର ସିନସିୟରିଟି। ସେ ଜିନିଷକୁ କେବଳ ବୈରାଗ୍ୟ କୁହାଯାଏ। ସେଥିପାଇଁ କେବଳ ପତଞ୍ଜଳିଙ୍କର ଯୋଗ ସୂତ୍ରରେ ଧ୍ୟାନ ମାନେ ଯୋଗ ଚିତ୍ତବୃତ୍ତି ନିରୋଧ। ଯୋଗର ଅର୍ଥ ମନକୁ ଶୂନ୍ୟ କରିବା। କେମିତି ଏହା ସମ୍ଭବ? ଅଭ୍ୟାସ ବୈରାଗ୍ୟାଭ୍ୟାମ ତନ୍ନିରୋଧ। ଅଭ୍ୟାସ ପ୍ରାକ୍ଟିସ, ବୈରାଗ୍ୟ, ଅଦରକାରୀ ଜିନିଷରୁ ବିରତ ହେବା। ତାହେଲେ ଯାଇ ତୁମ ମନକୁ ନିୟନ୍ତ୍ରଣ କରିପାରିବ। ମନକୁ ନିୟନ୍ତ୍ରଣ କରିବା ପାଇଁ ଦୁଇଟି ଜିନିଷ ଦରକାର। ଗୋଟିଏ ହେଉଛି ଅଭ୍ୟାସ, ଗୋଟିଏ ହେଉଛି ବୈରାଗ୍ୟ। ଅଭ୍ୟାସ ବୈରାଗ୍ୟ ଦ୍ୱାରା ହିଁ ଚିତ୍ତ ନିରୋଧ ହୁଏ। ଯଦି ତୁମେ ସଂସାରିକ ଲୋକମାନଙ୍କ ଚାରିପଟେ ଘେରିକି ରହିବ, ତାହେଲେ ତୁମେ ଧ୍ୟାନ କଣ ଗଭୀର ଧ୍ୟାନକୁ ଯାଇପାରିବନି। ପିରାମିଡ ଭ୍ୟାଲି, ବୁଦ୍ଧ ମେଡିଟେସନ ସେଣ୍ଟରକୁ ଥରେ ଥରେ ଯାଅ, ଯାଇକି ଦେଖ, ସେଠି ରୁହ। ଆମର ସବୁ ଧ୍ୟାନୀ ସେଠାକୁ ଆସନ୍ତି। ଆଶ୍ରମକୁ ଯାଅ, ଯେଉଁଠାରେ ସବୁ ଲୋକମାନେ ଧ୍ୟାନୀ।
जदि म्यूजिक कॉलेज को जाओ सेठी समस्ते म्यूजिक चाहूछंती। जदि तमे म्यूजिशियन हेबाकू चाहुछ तुमे कॉमर्स कॉलेज को जाई म्यूजिशियन किपरि होई परिबो ताहा ଅଧିକରୁ ଅଧିକ ଅଭ୍ୟାସ କର ଅଭ୍ୟାସ କର। ଯେଉଁମାନେ ଧ୍ୟାନୀ ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଧ୍ୟାନ ଇମ୍ପୋର୍ଟାଣ୍ଟ। କେବଳ ଧ୍ୟାନ ଇମ୍ପୋର୍ଟାଣ୍ଟ। ବୁଦ୍ଧ ସତ୍ୟକୁ ଜାଣିବାକୁ ଚାହିଁଲେ ସେ ପୁନର୍ଜନ୍ମ ପୂର୍ବଜନ୍ମ ସବୁ କିଛି ଜାଣିବାକୁ ପାଇଲେ। ସେ ଦୁଃଖର କାରଣ କଣ ସେ ଯେତେବେଳେ ଏ ଜିନିଷ ଜାଣିବାକୁ ଚାହିଁଥିଲେ ପିଲା ଛୁଆ ସ୍ତ୍ରୀ ସମସ୍ତେ ଅଦରକାରୀ ହେଇଗଲେ। ଯଦି ତାଙ୍କୁ କିଏ କହିଥାନ୍ତା ତୁମେ ଏଠି ରହି ଧ୍ୟାନ କର ଏହା ଅସମ୍ଭବ ହୋଇଥାନ୍ତା। ପରୀକ୍ଷା ସମୟରେ ସବୁ ପିଲାଙ୍କୁ ମ୍ୟୁଜିକ୍ କ୍ରିକେଟ ଠାରୁ ଦୂରରେ ରହିବାକୁ ପଡିବ। ଥରେ ପରୀକ୍ଷା ସରିଗଲା ପରେ କ୍ରିକେଟ ଖେଳ କିଛି ଅସୁବିଧା ନାହିଁ। ଯୋଉ ଜିନିଷ ଅଦରକାରୀ ଜିନିଷ ତାକୁ ହଟିବା। ଯେଉଁଠି ଇମ୍ପୋର୍ଟାଣ୍ଟ ସେଇ ଜାଗାରେ ରହିବା ଏହା ହେଉଛି ବୈରାଗ୍ୟ। ଏହା ସମ୍ପୂର୍ଣ୍ଣ ରୂପେ ବୈରାଗ୍ୟ ନୁହେଁ କିଛି କ୍ଷଣ ପାଇଁ ଟେମ୍ପୋରାରୀ ବୈରାଗ୍ୟ। ଏଠାରେ କିଛି ପରମାନେଣ୍ଟ ବୈରାଗ୍ୟ ନାହିଁ। ପରମାନେଣ୍ଟ ବୈଭବ ଟେମ୍ପୋରାରୀ ବୈଭବ ନଥାଏ। ପତଞ୍ଜଳିଙ୍କର ଯୋଗ ସୂତ୍ରରେ ପ୍ରଥମ ସୂତ୍ର ହେଉଛି योगः चित्तवृत्ति निरोध अभ्यास वैराग्याभास तन्निरोध। कृष्ण अर्जुन को सेम जिनिस कहते। अर्जुन कृष्ण को पचारते हे कृष्ण किपरि मन को नियंत्रण कर मन एते चंचल ध्यान किपरि करिब। कृष्ण कहले असंशयम महाबाहो मनो दुर्निग्रहम चलम अभ्यासेन तु कौन्तेय वैराग्येण च गृह्यते। षष्ठ अध्याय 35 नंबर श्लोक अछि। असंशय माने जहाँ कहूच ता सत्य। महाबाहो आमे हाथ यूज करूछु। जदि तुमको एक हेबाको अछि तुम अन्य पॉसिबिलिटी संभावना को देखि परिबो। जदि तुमे सिंसियर दुईटी जिनिस संभव। प्रथम होची वैराग्य द्वितीय होची अभ्यास। धीरे धीरे मन बसरे आसीजिवो। केउंठी चित्त को लगाइबार अछि सेठी स्थिर करिवा पाई बारंबार प्रयोग करिवार नाम होची अभ्यास। देखिबा सुनिबा विषय वस्तु गुडी करे संसार स्वर्ग आदि भोगरे राग आसक्ति ए सबुर त्याग होची वैराग्य। ध्यान लगाइबा कठिन है पारे हाँ किंतु तुमे यदि सिंसियर जब तुम अभ्यास और वैराग्य आपणाउच अदरकारी जिनस को साइड रे रखि दउच तेबे निश्चय ध्यान रत होई पारे निश्चय प्राप्त करि परिबो। आपणक व्यतीत है केही रोकिया वाला नाहंती निजको निजे आपण रोकुछंती वैराग्य धरु नाहंती। आपण पाखरे से शक्ति इच्छा शक्ति रहे गोटे जगार
ଗୁଡା କେଶ ହେ କୌନ୍ତେୟ ଗୋଟିଏ ଜାଗାରେ କହିଲେ ମହାବାହୁ ମାଇଣ୍ଡ ନୁହେଁ ଶରୀରକୁ ତୁମେ ପୁଷ୍ଟ କରିଛ। ଯଦି ତମେ ମାଇଣ୍ଡକୁ ତିଆରି କରିଥାନ୍ତ ତାହେଲେ ମନ ତୁମର ବଶରେ ଆସିଥାନ୍ତା। ତମେ ଯୋଗୀଶ୍ୱର ବନି ଯାଇଥାନ୍ତ ମହାମୁନି। ଯାହା ତୁମେ ହେବାକୁ ଚାହୁଁଛ ତାହା ହେବ। ଯାହା ତୁମେ ହେବାକୁ ଚାହିଁବନି ତାହା କେବେ ହବନି। ସବୁ ଶାରୀରିକ ବାଉଣ୍ଡ୍ରିଜ୍ ମୁକ୍ତ ହେଇଯାଅ। ଭୌତିକ ସମ୍ବନ୍ଧୀୟ ବିଷୟବସ୍ତୁକୁ ସାଇଡ୍ ରଖିଦିଅ। କ୍ଷଣିକ ସମୟ ଧ୍ୟାନରେ ନୁହେଁ। ଏହି ସମ୍ବନ୍ଧରେ ବୈରାଗ୍ୟ ଆବଶ୍ୟକ। ଏହା କେବଳ ଧ୍ୟାନ ସମ୍ବନ୍ଧୀୟ ନୁହେଁ, କେଉଁ ବି ବିଷୟ ସମ୍ବନ୍ଧୀୟ ହେଉ ତୁମର ସେ ପ୍ରତି ଲୋଭ ରହିବା ଦରକାର ନାହିଁ, ଆଟାଚମେଣ୍ଟ ରହିବା ଦରକାର ନାହିଁ, କିନ୍ତୁ ବୈରାଗ୍ୟ ରହିବା ଦରକାର। ଯଦି ତୁମେ ଧ୍ୟାନ କରୁଛ ତୁମ ଜୀବନରେ କୌଣସି ସମସ୍ୟା ରହିବ ନାହିଁ। ପତଞ୍ଜଳି ବେଦ ବ୍ୟାସ ଏଥିର ଏକ ଉଦାହରଣ। ଅଭ୍ୟାସ ଜଣେ ମନୁଷ୍ୟକୁ ପରଫେକ୍ଟ କରିଥାଏ, ସଠିକ କରିଥାଏ। ଶ୍ରଦ୍ଧାବାନ ଲଭତେ ଜ୍ଞାନ। ଶ୍ରଦ୍ଧା, ବୈରାଗ୍ୟ ଆଉ ଅଭ୍ୟାସ ଦ୍ୱାରା ପତଞ୍ଜଳିଙ୍କ ପରି ହୋଇଯିବ, ବେଦ ବ୍ୟାସ ଶେକ୍ସପିୟରଙ୍କ ପରି ହୋଇଯିବ। ପରଫେକ୍ଟ ହେବ ଧ୍ୟାନରେ। ପୁରା ରାତି ଧ୍ୟାନରେ ବସ, ତାପରେ ଦେଖ ଯାହା ଲେଖିବ ତାହା ଶେକ୍ସପିୟରଙ୍କ ଲେଖା ରହିବ। ଯାହା ଗାଇବ ଲତା ମଙ୍ଗେଶକରଙ୍କ ଦ୍ୱାରା ସଙ୍ଗୀତ ହେବ। ୟୋଗ କର୍ମସୁ କୌଶଳ। ଯୋଗ ଦ୍ୱାରା ନିଶ୍ଚୟ ରୂପେ ବହୁତ ସୁନ୍ଦର ଭାବରେ କାର୍ଯ୍ୟ ହୋଇପାରିବ। ଡୁ ଏଫିସିଏଣ୍ଟଲି ହ୍ୱାଟ ଏଭର ୟୁ ଡୁ। ଯାହା ବି କର ସୁନ୍ଦର ଭାବରେ କର। ସମତ୍ୱମ୍ ଯୋଗ ଉଚ୍ୟତେ। ସବୁ ଜିନିଷ ସମଭାବରେ ଦେଖିବ। ମାନ ଅପମାନ, ଦୁଃଖ, ହର୍ଷ, ବିଷାଦ ସବୁ କିଛି ସମାନ ଭାବରେ ଦେଖିବ। ସମଭାବ। କେବଳ ଶ୍ୱାସ। ଶେଷ 4 ମିନିଟ୍। ଶେଷ 3 ମିନିଟ୍।
ଶେଷ 2 ମିନିଟ୍। ଶେଷ 1 ମିନିଟ୍। ଶେଷ 3 ସେକେଣ୍ଡ। ଶେଷ 20 ସେକେଣ୍ଡ। ଶେଷ ସେକେଣ୍ଡ। 9, 8, 7, 6, 5, 4, 3, 2, 1, 0। ଧୀରେ ଧୀରେ 2 ହାତକୁ ଆଖି ପାଖକୁ ନେଇ ଆସନ୍ତୁ। ନିଜ ସୁବିଧା ଅନୁସାରେ ଆଖି ଖୋଲି ପାରନ୍ତି।